ଦଶହରାରେ ମିଳିପାରେ ସୁଭଦ୍ରା ଯୋଜନା ଟଙ୍କା, ଏପରି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦଶହରାରେ ମିଳିପାରେ ସୁଭଦ୍ରା ଯୋଜନା ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ବଡ଼ ସୂଚନା ଦେଇଛନ୍ତି। ଆଗକୁ ଆସୁଥିବା ମହିଳାଙ୍କ ପର୍ବରେ ଆଉ ଏକ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଆଗକୁ ମହିଳାଙ୍କ ଉତ୍ସବ ଆସୁଛି, ଏଥିରେ ସୁଭଦ୍ରା ଟଙ୍କା ଦିଆଯିବ। ପର୍ଯ୍ୟାୟକ୍ରମେ 1 କୋଟି ମହିଳାଙ୍କୁ ସରକାର ସୁଭଦ୍ରା ଟଙ୍କା ଦେବେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆସନ୍ତା 2025 ମାର୍ଚ୍ଚ 8 ତାରିଖ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଦିଆଯିବ, କିନ୍ତୁ ଦ୍ୱିତୀୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ସୁଭଦ୍ରା ଯୋଜନା ନେଇ ବଡ଼ ଅପଡେଟ୍। ଆବେଦନ କଲେଣି 92 ଲକ୍ଷ, ଏହି ଦିନ ଆସିବ ଟଙ୍କା। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ, ଏନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। EKYC ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ 1ରୁ ସ୍କାଲର ହୋଇ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ୍ କରିବେ। ପ୍ରଥମ ଥରରେ 25,11,000 ଲୋକଙ୍କ ପାଖରେ ଆମେ ପହଞ୍ଚି ପାରିଛୁ। ଖୁବ୍ ଶୀଘ୍ର 1 କୋଟି ଲୋକଙ୍କ ପାଖେ ପହଞ୍ଚିବୁ। କେହି ବ୍ୟସ୍ତ ବିବ୍ରତ କିମ୍ବା ଧୈର୍ଯ୍ୟ ହରାନ୍ତୁ ନାହିଁ। ଆଜିର ସ୍ଥିତି ମାର୍ଚ୍ଚ 8 ତାରିଖ ପରେ ଆଉ ରହିବ ନାହିଁ। ପ୍ରଥମ ଥର, ତେଣୁ ଟିକେ କଷ୍ଟ ହେଉଥିବ। ପ୍ରଥମ କିସ୍ତି ପାଇବା ପରେ ଆଉ ଏଭଳି ସ୍ଥିର ରହିବ ନାହିଁ ବୋଲି ସେ କହିଛନ୍ତି। ତେଣୁ ମାର୍ଚ୍ଚ 8 ତାରିଖରେ ସମସ୍ତେ ଏକା ସାଙ୍ଗରେ 2 କିସ୍ତି ପଇସା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ଚାଷୀଙ୍କ ଖାତାକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଟଙ୍କା। କେନ୍ଦ୍ର ସରକାର କଲେ ବଡ଼ ଘୋଷଣା, ଏହି ଦିନ ଆସିବ ଚାଷୀଙ୍କ ଖାତାକୁ ଟଙ୍କା। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 18ତମ କିସ୍ତିର ତାରିଖ ଘୋଷଣା କରାଯାଇଛି। ସରକାରୀ ୱେବସାଇଟ୍ ଅନୁଯାୟୀ ଅକ୍ଟୋବର 5, 2024ରେ 18ତମ କିସ୍ତିର ପରିମାଣ କୃଷକଙ୍କ ଆକାଉଣ୍ଟକୁ ହସ୍ତାନ୍ତର ହେବ। EKYC ପ୍ରକ୍ରିୟା ସମାପ୍ତ କରିବା ପରେ କୃଷକମାନେ PM କିଷାନ ଯୋଜନାର 18ତମ କିସ୍ତିର ଲାଭ ପାଇପାରିବେ। ସରକାରଙ୍କ ଏହି ପଦକ୍ଷେପ କେବଳ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ନାହିଁ, ବରଂ ସେମାନଙ୍କର ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ଼ କରିବ। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ସୁଭଦ୍ରା ଯୋଜନା, ଏହି ଡକୁମେଣ୍ଟ ନଥିଲେ ଜମା ଆସିବନି ସୁଭଦ୍ରା ଟଙ୍କା। ବିଜେପି ସରକାରଙ୍କ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ମହିଳାଙ୍କୁ 5,000 ଟଙ୍କାର ଭାଉଚର ଆସିଛି। ପ୍ରଧାନମନ୍ତ୍ରୀ ନିଜେ ଆସି ସୁଭଦ୍ରା ଟଙ୍କା ଦେଇଥିଲେ। ଆଗାମୀ ବର୍ଷ ମହିଳା ଦିବସରେ ଦ୍ୱିତୀୟ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ। ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ। ଏଥିସହ ସୁଭଦ୍ରା ଫର୍ମ ଦାଖଲ ବେଳେ ଆପଣଙ୍କୁ ଆଧାରର ଜେରକ୍ସ, ରାସନ କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଖାତାର ଜେରକ୍ସ ଦାଖଲ କରିବା ଜରୁରୀ। ଏଥିସହ ବାୟୋମେଟ୍ରିକ ବି ସଠିକ ଭାବେ ଦେଇଥିବା ଦରକାର। ଏହାପରେ ଆପଣଙ୍କୁ ଜନସେବା କେନ୍ଦ୍ର ଅଧିକାରୀ ଏବଂ ରସିଦ କାର୍ଡ ଦେବେ, ଯେଉଁଥିରେ ଆପଣଙ୍କ ସିରିଆଲ ନମ୍ବର ଲେଖାଯାଇଥିବ। ଏସବୁ ଜରୁରୀ ଡକୁମେଣ୍ଟ ଦାଖଲ କରିନଥିଲେ ଆପଣଙ୍କ ଆବେଦନ କଟିଯିବ, ଆଉ ଆପଣ ଟଙ୍କାଟିଏ ମଧ୍ୟ ପାଇବେନି, ପ୍ରଭାତୀ ପରିଡ଼ା କହିଛନ୍ତି। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ତାଳଚେରରେ ସର୍ବାଧିକ 155 ମିମି ବର୍ଷା। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଗତ 24 ଘଣ୍ଟାରେ ତାଳଚେରରେ ସର୍ବାଧିକ 155 ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ବାଲିକୁଦାରେ 105 ମିମି, ଜଗତସିଂହପୁରରେ 99.1 ମିମି, କପିପଦାରେ 92 ମିମି, ଗୋପରେ 91 ମିମି, କେନ୍ଦୁଝରଗଡ଼ରେ 89 ମିମି ବର୍ଷା ରେକର୍ଡ ହୋଇଛି। ସେହିପରି କଙ୍କଡ଼ାହାଣ୍ଡରେ 84.4 ମିମି, ମହାକାଳପଡ଼ାରେ 80 ମିମି, ଅନୁଗୁଳରେ 69 ମିମି ବର୍ଷା ହୋଇଛି। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ବିଜେଡିର ନୂଆ ପ୍ଲାନ, ଅକ୍ଟୋବର 2ରୁ ଆରମ୍ଭ କରିବ ସଦସ୍ୟତା ଅଭିଯାନ। ବିଜେଡିର ଆରମ୍ଭ କରିବାକୁ ଯାଉଛି ସଦସ୍ୟତା ଅଭିଯାନ। ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର 2ରେ ବିଜେଡିର ତାର ସଦସ୍ୟତା ଅଭିଯାନ ଆରମ୍ଭ କରିବ। ଏନେଇ ସୂଚନା ଦେଇଛନ୍ତି ବିଜେଡି ସଦସ୍ୟତା ସଂଗ୍ରହ କମିଟି ସଦସ୍ୟ ତଥା ରାଜ୍ୟସଭା ସାଂସଦ ସୁଭାଷିଷ ଖୁଣ୍ଟିଆ। ସୁଭାଷିଷ କହିଛନ୍ତି, ଆଜି ବି ଲୋକେ ନବୀନଙ୍କ ଉପରେ ଆଶା ବିଶ୍ୱାସ ଓ ହଂସା ପ୍ରକଟ କରିଛନ୍ତି। ତୃଣମୂଳ ସ୍ତରର କର୍ମୀ ଓ ନୂତନ କରି ଯେଉଁମାନେ
ସଦସ୍ୟ ଗ୍ରହଣ କରିବେ। ଆଶା ଅଛି ଯେ ସେମାନେ ନବୀନ ବାବୁଙ୍କ ଉପରେ ଥିବା ଭଲ ପାଇବା ଯୋଗୁଁ ବିଜେଡିରେ ସାମିଲ ହେବେ। ଲୋକେ ଜାଣିଲେଣି ନୂଆ ସରକାର ବିଫଳ, ତେଣୁ ତୃଣମୂଳ ସ୍ତରରେ ଲୋକଙ୍କ ସଦସ୍ୟତା ବଢ଼ିବ। ଚାଲନ୍ତୁ ପରବର୍ତ୍ତୀ ଖବରକୁ ନଜର ପକାଇବା। ଏଥର ରାସ୍ତା ଉପରେ ତୋରଣ ମନା, ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଦୁର୍ଗା ପୂଜାକୁ ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଏଥର ରାସ୍ତା ଉପରେ ତୋରଣ ନିର୍ମାଣ ହୋଇପାରିବ ନାହିଁ। ସେହିପରି ରାସ୍ତା ଉପରକୁ କେବୁଲ ଓ ତାର ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କଟକ ସହରର ସମସ୍ୟାକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ 5 ସୁଦ୍ଧା ରାସ୍ତା ମରାମତି କାମ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାସ୍ତା ଉପରେ କୌଣସି ତୋରଣ କିମ୍ବା ଗେଟ୍ ନିର୍ମାଣ ହୋଇପାରିବ ନାହିଁ। ପୂଜା ଆରମ୍ଭ ହେବା ପୂର୍ବରୁ ଇଲେକ୍ଟ୍ରିକ୍ ତାର ଓ କେବୁଲ ସଜାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲା ନେଇ ଆସନ୍ତା ଶୁଣାଣି ଅକ୍ଟୋବର 3 ତାରିଖରେ କରାଯିବ। ଚାଲନ୍ତୁ ପରବର୍ତ୍ତୀ ଖବରକୁ ନଜର ପକାଇବା। ଶ୍ରମିକଙ୍କୁ ଦଶହରା ଭେଟି ବଢ଼ିଲା ସର୍ବନିମ୍ନ ମଜୁରୀ। ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କର ଦଶହରା ଭେଟି ଅଂଶଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଏକ ଖୁସି ଖବର। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କରି ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଶ୍ରମିକଙ୍କ ସହାୟତା ପ୍ରଦାନ ଓ ଜୀବନରେ ମାନ ବୃଦ୍ଧି କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଭାରିଏବୁଲ ଡ୍ୟୁରେସନ ଆଲାଉନ୍ସକୁ ସଂଶୋଧନ କରି ସର୍ବନିମ୍ନ ମଜୁରୀ ଦର ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି 1 ଅକ୍ଟୋବର 2024ରୁ ଲାଗୁ ହେବ। ତେବେ ସରକାରୀ ଅଫିସରେ କାମ କରୁଥିବା ଲୋଡିଂ, ଅନଲୋଡିଂ, ୱାଚ୍ ଓ ଆୱାର୍ଡ ସଫେଇ କର୍ମଚାରୀ, ହାଉସକିପିଂ କର୍ମଚାରୀ ଏହି ନୂତନ ବେତନ ହାରରେ ଉପକୃତ ହେବେ। ଏହି ବୃଦ୍ଧି 1 ଅକ୍ଟୋବର 2024ରୁ ଲାଗୁ ହେବ। ଏହା ପୂର୍ବରୁ ଏପ୍ରିଲ 2024ରେ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଥିଲା। ମନ୍ତ୍ରାଳୟ କହିଛି ଯେ ଭାରିଏବୁଲ ଡ୍ୟୁରେସନ ଆଲାଉନ୍ସକୁ ସମୀକ୍ଷା କରିବା ପରେ ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କରାଯାଇଛି। ଚାଲନ୍ତୁ ପରବର୍ତ୍ତୀ ଖବରକୁ ନଜର ପକାଇବା। ପ୍ରଧାନମନ୍ତ୍ରୀଙ୍କ ପୁଣେ ଗସ୍ତ ବାତିଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଣେ ଗସ୍ତ ବାତିଲ ହୋଇଛି। ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଛି। ମହାରାଷ୍ଟ୍ରର ଅନେକ ସହରରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ରାସ୍ତାରେ ପାଣି ଭରି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ସେ ପୁଣେ ମେଟ୍ରୋ ଟ୍ରେନ୍ର ଶୁଭାରମ୍ଭ କରିବା ସହିତ 22.6 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ବର୍ଷା ବିପତ୍ତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ବାତିଲ କରାଯାଇଛି। ଚାଲନ୍ତୁ ପରବର୍ତ୍ତୀ ଖବରକୁ ନଜର ପକାଇବା। ଏସିଆରେ ଭାରତ ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର, ଜାପାନକୁ ପଛରେ ପକାଇଲା ଭାରତ। ଏସିଆର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଭାରତ ଉଭା ହୋଇଛି। ଏସିଆ ପାୱାର ଇଣ୍ଡେକ୍ସ ଅନୁସାରେ ଭାରତ ଏସିଆର ତୃତୀୟ ସ୍ଥାନରେ ପହଞ୍ଚିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ମନ୍ତ୍ରାଳୟ କହିଛି ଯେ ଭାରତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ଅର୍ଥବ୍ୟବସ୍ଥାର ସମ୍ପ୍ରସାରଣ ଯୋଗୁଁ ଭାରତ ସ୍ଥିତିରେ ସୁଧାର ଆସିଛି। ଏଥିସହ ବିଶ୍ୱରେ ଭାରତ ବଢ଼ୁଥିବା ବିଶ୍ୱସନୀୟତାକୁ ମଧ୍ୟ ଦର୍ଶାଉଛି। ଏକ ଉଲ୍ଲେଖନୀୟ ପରିବର୍ତ୍ତନ ସ୍ୱରୂପ ଭାରତ ଜାପାନକୁ ପଛରେ ପକାଇ ଏସିଆ ପାୱାର ଇଣ୍ଡେକ୍ସରେ ତୃତୀୟ ଶକ୍ତିଶାଳୀ ଦେଶର ମାନ୍ୟତା ହାସଲ କରିଛି। 2018ରୁ ଏସିଆ ପାୱାର ଇଣ୍ଡେକ୍ସ ମୂଲ୍ୟାଙ୍କନ କରୁଛି। 2024ର ଏହି ରିପୋର୍ଟ ଅନୁସାରେ ଭାରତ 39.1 ପଏଣ୍ଟ ହାସଲ କରିବା ସହିତ ଜାପାନକୁ ପଛରେ ପକାଇଛି। ଜାପାନକୁ 38.9 ପଏଣ୍ଟ ମିଳିଛି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବାର୍ଷିକ ଭିତ୍ତିରେ ଶକ୍ତିଶାଳୀ ଦେଶମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଏ। ଏଥିରେ ଏସୀୟ ପ୍ରଶାନ୍ତ ମହାସାଗରୀୟ 27ଟି ଦେଶର ସ୍ଥିତିର ମୂଲ୍ୟାଙ୍କନ କରାଯାଇଥାଏ। ତେବେ ଚଳିତ ବର୍ଷ ଏହି ତାଲିକାରେ ଆମେରିକା 81.7 ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ 72.7 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ଚୀନ। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ। ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ। ବୁଧବାର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିବା ସଂଘର ପକ୍ଷରୁ ସୂଚନା ମିଳିଛି। ସ୍ୱାସ୍ଥ୍ୟ ସଚିବ ସହ ଆଲୋଚନା ପରେ ସଂଘର ଏହି ନିଷ୍ପତ୍ତି ନେଇଛନ୍ତି। 10 ଦଫା ଦାବିରେ ସଂଘ ଆନ୍ଦୋଳନ ଜାରି ରହିବ। ତେବେ ନର୍ସିଂ କର୍ମଚାରୀ ଉଚ୍ଚସ୍ତରୀୟ ବୈଠକ ଦାବି ଲାଗି ସମୟ ମାଗିଛନ୍ତି। ସ୍ୱାସ୍ଥ୍ୟ ସଚିବ ଏନେଇ ନର୍ସିଂ କର୍ମଚାରୀ ସଂଘର ସଭାନେତ୍ରୀ
ସୁଚିସ୍ମିତା ଦାସ ସୂଚନା ଦେଇଛନ୍ତି। ତେବେ ବୁଧବାର ଓ ଗୁରୁବାର ଠାରୁ ଜରୁରୀକାଳୀନ ରୋଗୀ ସେବାରେ ବାଧା ନ ଦେଇ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଦାବି ପୂରଣ ନ ହେଲେ 27 ତାରିଖରୁ ସମସ୍ତ ସରକାରୀ ହସ୍ପିଟାଲରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ପକ୍ଷରେ ଆନ୍ଦୋଳନ ନ କରିବାକୁ ଓଡ଼ିଶା ନର୍ସିଂ ନିର୍ଦ୍ଦେଶାଳୟ ପକ୍ଷରୁ ସଂଘକୁ ତାଗିଦ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଛି। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ୱାର୍ଣ୍ଣିଂ ଜାରି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱରରେ ସମସ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି। ଏବେ ଏହା ଘୂର୍ଣ୍ଣିବଳୟ ଭାବେ ଛତିଶଗଡ଼ ଉପରେ ରହିଛି। ତେବେ ଏହି ଘୂର୍ଣ୍ଣିବଳୟ ଗୋଟିଏ ଟ୍ରଫ୍ ଲାଇନ୍ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବାରୁ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଗୁରୁବାର ବର୍ଷାର ପ୍ରଭାବ କମିଲେ ମଧ୍ୟ ଅନେକ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଉଛି। ବିଶେଷ କରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଚାଲନ୍ତୁ ପରବର୍ତ୍ତୀ ଖବରକୁ ନଜର ପକାଇବା। ଇସ୍ରାଏଲର ଯୁଦ୍ଧ ଆତଙ୍କ, ଲେବାନନ ଛାଡ଼ିବାକୁ ଭାରତୀୟ ନାଗରିକକୁ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ। ଇସ୍ରାଏଲ ଲେବାନନରେ ଏୟାର ଷ୍ଟ୍ରାଇକକୁ ତୀବ୍ର କରିଛି। ହେଜବୋଲା ମଧ୍ୟ କ୍ରମାଗତ ଭାବରେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି। ଏହି କାରଣରୁ ସେଠାରେ ଅବସ୍ଥା କ୍ରମାଗତ ଭାବେ ଖରାପ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ସେଠାରେ ରହୁଥିବା ନାଗରିକମାନଙ୍କୁ ଦେଶ ଛାଡ଼ିବାକୁ କହିଛନ୍ତି। ଏହା ବ୍ୟତୀତ ଅଧିକ ସୂଚନା ନ ଆସିବା ପର୍ଯ୍ୟନ୍ତ ଲେବାନନ ଯାତ୍ରା ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।